ପୂର୍ବ ଜନ୍ମରେ ଆପଣମାନେ କେମିତି ଥିଲେ? ପୂର୍ବ ଜନ୍ମରେ ଆପଣମାନେ କ'ଣ କରୁଥିଲେ? କ'ଣ ଆପଣମାନେ ଜାଣିଛନ୍ତି? ଜାଣିବେ ଆଜିର ଏହି ଭିଡ଼ିଓ ମାଧ୍ୟମରେ। ଆପଣଙ୍କର ପୂର୍ବଜନ୍ମ କେମିତି ଥିଲା? ଆପଣମାନେ ପୂର୍ବଜନ୍ମରେ କେମିତି ଜୀବନଯାପନ କରୁଥିଲେ? ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଭଲ ଭାବରେ କଥା ହେବା। ସାଙ୍ଗମାନେ, ଆପଣ କ'ଣ ଜାଣନ୍ତି? ଆପଣ ପୂର୍ବଜନ୍ମରେ କ'ଣ ଥିଲେ? ଆପଣ କ'ଣ କରୁଥିଲେ ଏବଂ ଆପଣଙ୍କର ମୃତ୍ୟୁ କିପରି ହୋଇଥିଲା? ମୁଁ ଜାଣିନି ଆପଣ ପୂର୍ବଜନ୍ମକୁ ବିଶ୍ୱାସ କରନ୍ତି କି ନାହିଁ, କିନ୍ତୁ ମୋର ଏହି ଭିଡ଼ିଓଟି ଦେଖିଲା ପରେ ଆପଣମାନେ ପୂର୍ବଜନ୍ମକୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହେବେ, କାରଣ ଏହି ଭିଡ଼ିଓଟି ପୂର୍ବଜନ୍ମ ସହିତ ଜଡ଼ିତ ଥିବା କିଛି ଘଟଣା, ଆଶ୍ଚର୍ଯ୍ୟଜନକ ତଥ୍ୟ ଏବଂ ବୈଜ୍ଞାନିକଙ୍କ ମତାମତ ପ୍ରମାଣର ସହ ଦିଆଯାଇଅଛି। ତ ସାଙ୍ଗମାନେ, ଆପଣମାନଙ୍କୁ ମୁଁ ରିକ୍ୱେଷ୍ଟ କରୁଛି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ। ସାଙ୍ଗମାନେ, ଏବେ ଆମେ ଜାଣିବା ମୃତ୍ୟୁ ପରେ ଜୀବନ। ପୃଥିବୀରେ ସମସ୍ତ ଧର୍ମ, ବିଶେଷ କରି ହିନ୍ଦୁ ଧର୍ମରେ ଦୃଢ଼ ଭାବରେ ସ୍ୱୀକାର କରାଯାଏ ଯେ ମୃତ୍ୟୁରେ କେବଳ ଶରୀରର ମୃତ୍ୟୁ ଘଟେ, ଆତ୍ମାର ନୁହେଁ। ଆତ୍ମା ଗୋଟିଏ ଶରୀରକୁ ଛାଡ଼ି ଆଉ ଗୋଟିଏ ଶରୀର ଧରି ପୁନର୍ଜନ୍ମ ହୋଇଥାଏ। କିନ୍ତୁ ବର୍ତ୍ତମାନର ଯୁଗ ହେଉଛି ବିଜ୍ଞାନର ଯୁଗ। ସେ ପ୍ରତ୍ୟେକ ଘଟଣାର ପ୍ରମାଣ ଚାହେଁ, କିନ୍ତୁ ପୂର୍ବଜନ୍ମ ଘଟଣାର ପ୍ରମାଣ ପାଇଁ ମଧ୍ୟ ବିଜ୍ଞାନ ତାକୁ କେବଳ କଳ୍ପନା ବୋଲି କହିଛି। ଆମ ଭାରତର ସବୁଠାରୁ ବଡ଼, ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ପୁନର୍ଜନ୍ମ ଘଟଣାରେ ଜ୍ୱଳନ୍ତ ଉଦାହରଣ ହେଉଛି ଶାନ୍ତି ଦେବୀ, ଯିଏ କେବଳ ମାତ୍ର 4 ବର୍ଷ ବୟସରୁ ସେ ତାଙ୍କର ପୂର୍ବଜନ୍ମ ବିଷୟରେ କହିବା ଆରମ୍ଭ କରିଦେଇଥିଲେ। 11 ଡିସେମ୍ବର 1926 ମସିହାରେ ଶାନ୍ତି ଦେବୀ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ଭାରତ ସ୍ୱାଧୀନ ହୋଇନଥିଲା। ସେ 4 ବର୍ଷର ହୋଇଥାନ୍ତି ହଠାତ୍ ତାଙ୍କ ବାପା ମାଆଙ୍କୁ କହିଲେ ତାଙ୍କର ପୂର୍ବଜନ୍ମ କଥା ମନେ ଅଛି ବୋଲି। ସେ ପୂର୍ବ ଜନ୍ମରେ ମଥୁରାରେ ରହୁଥିଲେ। ସେ ପୂର୍ବ ଜନ୍ମରେ ମଧ୍ୟ ଜଣେ ସ୍ତ୍ରୀ ରୂପରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାମ ଲୁବ୍ଧି ଦେବୀ ଥିଲା ଏବଂ ତାଙ୍କ ସ୍ୱାମୀଙ୍କ ନାମ କେଦାରନାଥ ଥିଲା। ଏହି କଥା ଶୁଣି ତାଙ୍କ ବାପା ମା ଏତେ ଗୁରୁତ୍ୱ ଦେଇନଥିଲେ, କିନ୍ତୁ ଯେତେବେଳେ ଶାନ୍ତି ଦେବୀ ତାଙ୍କ ପୂର୍ବ ଜନ୍ମିତ ସ୍ଥାନ ମଥୁରାକୁ ଯିବା ପାଇଁ ଚେଷ୍ଟା କଲେ ଓ ମଥୁରାର ଭାଷା କହିବାକୁ ଲାଗିଲେ, ସେତେବେଳେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା। ନହେଲେ କେବେ ବି ହେଲେ କେହି ବି ଜାଣି ପାରିନଥାନ୍ତେ କି ତାଙ୍କର ପୂର୍ବଜନ୍ମ କଥା କିଛି ମନେ ଅଛି ବୋଲି। ଏମିତିକି ସେହି ସମୟରେ ମହାତ୍ମା ଗାନ୍ଧୀ ମଧ୍ୟ ଯେତେବେଳେ ଏହି କଥା ଶୁଣିଲେ, 4 ବର୍ଷୀୟ ଶାନ୍ତି ଦେବୀଙ୍କୁ ଡାକି ଏହି ଘଟଣାର ଅନୁସନ୍ଧାନ କଲେ। ଶାନ୍ତି ଦେବୀ କହିଲେ ତାଙ୍କ ସ୍ୱାମୀଙ୍କ ନାମ କେଦାରନାଥ ବୋଲି। ସେ ଦେଖିବାକୁ ଗୋରା ଏବଂ ତାଙ୍କ ବାମପଟ ଗାଲରେ ଛୋଟ ଦାଗଟିଏ ମଧ୍ୟ ଅଛି ଏବଂ ସେ ମଥୁରାରେ ରୁହନ୍ତି। ତାଙ୍କ ଘରଗୁଡ଼ିକ ହଳଦିଆ ରଙ୍ଗର। ତାଙ୍କ କବାଟଗୁଡ଼ିକ ଗୁମ୍ଫଜାକାର ଏବଂ ବଡ଼ ବଡ଼ ନକ୍ସାକାର ଝରକା ମଧ୍ୟ ଅଛି। ଶାନ୍ତି ଦେବୀ କହିଥିଲେ ଯେ ତାଙ୍କର ପୂର୍ବଜନ୍ମ ମଥୁରାର ଚତୁର୍ଭୁଜ ସ୍ଥାନରେ 18 ଜାନୁଆରୀ 1902ରେ ହୋଇଥିଲା ଓ ତାଙ୍କର ନାମ ଲୁବ୍ଧି ଦେବୀ ଥିଲା। 10 ବର୍ଷ ବୟସରେ ପାଖ ଗାଁର କେଦାରନାଥ ଚୋବେଙ୍କ ସହ ତାଙ୍କର ବାହାଘର କରିଦିଆଯାଇଥିଲା। ତାଙ୍କ ସ୍ୱାମୀଙ୍କର ଏକ ପୋଷାକ ଦୋକାନ ଥିଲା। ଲୁବ୍ଧି ଦେବୀଙ୍କର ପ୍ରଥମ ସନ୍ତାନ ଜନ୍ମ ହେବା ପୂର୍ବରୁ ହିଁ ତାଙ୍କ ଗର୍ଭରେ ମୃତ୍ୟୁବରଣ କରିଥିଲା। ଯେତେବେଳେ ସେ ଦ୍ୱିତୀୟ ଥର ମା ହେବା ପାଇଁ ଗଲେ, ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ଆଗ୍ରାର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କଲେ। ହସ୍ପିଟାଲରେ ଅପରେସନ ସାହାଯ୍ୟରେ
25 ସେପ୍ଟେମ୍ବର 1926 ମସିହାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ, କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କର ମା ହେବାର 9 ଦିନ ପରେ 4 ଅକ୍ଟୋବର 1925ରେ ମୃତ୍ୟୁବରଣ କରିଥିଲେ। ଲୁବ୍ଧି ଦେବୀଙ୍କ ମୃତ୍ୟୁ ପରେ 1 ବର୍ଷ 9 ମାସ 7 ଦିନ ପରେ 11 ଡିସେମ୍ବର 1926ରେ ତାଙ୍କର ଜନ୍ମ ଦିଲ୍ଲୀରେ ହୋଇଥିଲା ଓ ତାଙ୍କ ନାମ ଶାନ୍ତି ଦେବୀ ଦିଆଯାଇଥିଲା। ମହାତ୍ମା ଗାନ୍ଧୀ ଏହି କଥାର ସତ୍ୟତା ଜାଣିବା ପାଇଁ ଅଲ୍ ଇଣ୍ଡିଆ ନ୍ୟୁଜ୍ ପେପରର ସମ୍ପାଦକ ଓ ସଂସଦୀୟ ନେତା ଦେବବନ୍ଧୁ ଗୁପ୍ତାଙ୍କୁ ଏହି ଘଟଣାର ଅନୁସନ୍ଧାନ ପାଇଁ ଆଦେଶ ଦେଲେ। ଦେଶବନ୍ଧୁ ଗୁପ୍ତା ଦିଲ୍ଲୀରୁ 145 କିମି ଦୂର ମଥୁରାରେ ପହଞ୍ଚିଲେ ଏବଂ ମଥୁରାରେ ପହଞ୍ଚି ସେ ସ୍ତବ୍ଧ ହୋଇଗଲେ, କାରଣ 4 ବର୍ଷର ଶାନ୍ତି ଦେବୀ ତାଙ୍କ ପୂର୍ବ ଜନ୍ମ ବିଷୟରେ ଯେଉଁ ସବୁ କଥା କହିଥିଲେ ସେଗୁଡ଼ିକ ଅକ୍ଷରେ ଅକ୍ଷରେ ସତ ହେଲା। ଦେଶବନ୍ଧୁ ଗୁପ୍ତା କେଦାରନାଥଙ୍କ ଘରେ ପହଞ୍ଚିଲେ ଓ କେଦାରନାଥଙ୍କୁ ସବୁ କଥା କହିଥିଲେ। ସେ ଏହି କଥା ଶୁଣି ସହଜରେ ବିଶ୍ୱାସ କରିପାରିନଥିଲେ ଏବଂ ସେ ଏହି କଥାର ସତ୍ୟତା ଜାଣିବା ପାଇଁ ତାଙ୍କ ଦାଦାଙ୍କ ପୁଅକୁ ଶାନ୍ତି ଦେବୀଙ୍କ ପାଖକୁ ପଠାଇଥିଲେ। ଯେତେବେଳେ ସେ ଶାନ୍ତି ଦେବୀଙ୍କ ପାଖରେ ପହଞ୍ଚନ୍ତି, ଶାନ୍ତି ଦେବୀ ତାଙ୍କୁ ଦେଖି ସଙ୍ଗେ ସଙ୍ଗେ ଚିହ୍ନି ପାରନ୍ତି ଓ ତାଙ୍କୁ ଏମିତି କିଛି କଥା କୁହନ୍ତି ଯାହା କେବଳ କେଦାରନାଥଙ୍କ ସ୍ୱର୍ଗୀୟ ପତ୍ନୀ ଲୁବ୍ଧି ଦେବୀ ହିଁ ଜାଣିଥିଲେ। ତାପରେ ଶାନ୍ତି ଦେବୀଙ୍କୁ ମଥୁରା ନିଆଯାଏ। ଷ୍ଟେସନରୁ ଓହ୍ଲାଇବା ପରେ ଶାନ୍ତି ଦେବୀ ତାଙ୍କ ପୁରୁଣା ଘରକୁ ଯିବାର ରାସ୍ତା ନିଜେ ଚିହ୍ନି ପାରନ୍ତି। ଯେତେବେଳେ ସେ ତାଙ୍କ ପୂର୍ବ ଜନ୍ମର ସ୍ୱାମୀ ଓ ପୁଅ ସହ ସାକ୍ଷାତ କରନ୍ତି, ସେ ଜଣେ ପବିତ୍ରତା ସ୍ତ୍ରୀ ଓ ଜଣେ ସ୍ନେହମୟୀ ମା ହିସାବରେ 2 ଜଣଙ୍କର ଯତ୍ନ ନିଅନ୍ତି। ଶାନ୍ତି ଦେବୀଙ୍କ ସମସ୍ତ କଥା ସତ୍ୟ ପ୍ରମାଣିତ ହୁଏ ଏବଂ ଲୁବ୍ଧି ଦେବୀ ହିଁ ଶାନ୍ତି ଦେବୀ ବୋଲି ସମସ୍ତେ ବିଶ୍ୱାସ କରନ୍ତି। ପୂର୍ବଜନ୍ମ ଓ ବର୍ତ୍ତମାନ ଜନ୍ମ ମଧ୍ୟରେ ଲିଙ୍ଗର ପରିବର୍ତ୍ତନ ମଧ୍ୟ ହୋଇଥାଏ। ଯଦି ଜଣେ ପୂର୍ବ ଜନ୍ମରେ ପୁରୁଷ ରୂପରେ ଜନ୍ମ ହୋଇଥାଏ, ତେବେ ସେ ବର୍ତ୍ତମାନ ଜନ୍ମରେ ଜଣେ ସ୍ତ୍ରୀ ରୂପରେ ଜନ୍ମ ହୋଇପାରେ। ଏବଂ ମା ମାନେ ଯଦି ଗର୍ଭାବସ୍ଥାରେ କୌଣସି ଆତ୍ମାର କଥା ଶୁଣିଥାନ୍ତି, ତେବେ 50% ଚାନ୍ସ ଅଛି ଯେ ଆତ୍ମା ତାଙ୍କର ସନ୍ତାନ ରୂପରେ ଜନ୍ମଗ୍ରହଣ କରିପାରେ। ପ୍ରାଚୀନ କାଳରେ ଥିବା ହିନ୍ଦୁମାନଙ୍କ ଗ୍ରନ୍ଥ ଏବଂ ଅନ୍ୟାନ୍ୟ ଗ୍ରନ୍ଥଗୁଡ଼ିକରେ ପୂର୍ବ ଜନ୍ମର ସ୍ମୃତି ଅବଶିଷ୍ଟ ରହିବ ବୋଲି ଲେଖା ମଧ୍ୟ ହୋଇଛି। ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କ ଅବତାର ରାମ ଓ କୃଷ୍ଣଙ୍କ ଅବତାର ବୋଲି ଜଣାଯାଏ, ଯାହା ପୂର୍ବଜନ୍ମ ଧାରଣାରୁ ସମର୍ଥନ କରେ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍ଟିଏ କରିଦେବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲ ପ୍ରଥମ ଥର ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।